ବଲାଙ୍ଗୀରରେ ଏକ ଦୁଃଖଦ ଘଟଣାରେ ପୁରୁଣା ରାଜବାଟୀ ନିବାସୀ ତେଜ ବାହାଦୁର ସିଂଦେଓଙ୍କ ଅକାଳ ବିୟୋଗ ହୋଇଛି। ସୂଚନା ଅନୁସାରେ ତେଜ ବାହାଦୁର ସିଂଦେଓ ନିଜ ପାଟନାଗଡ଼ ଲୁହାସିଂହା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ତାଙ୍କ ବୁଲେଟ୍ ମୋଟରସାଇକେଲରେ ବଲାଙ୍ଗୀର ଫେରୁଥିଲେ। ତେବେ ପାଟନାଗଡ଼ ୟୁରିଆ ଗ୍ରାମ ନିକଟରେ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟନାଗଡ଼ ଡାକ୍ତରଖାନା ଓ ପରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବଲାଙ୍ଗୀରରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବଲାଙ୍ଗୀର ପୁରୁଣା ରାଜବାଟୀ ରାଜପରିବାରର ସଦସ୍ୟ ତେଜ ବାହାଦୁର ସିଂଦେଓ ଆର୍ତ୍ତତ୍ରାଣ ସିଂଦେଓଙ୍କ ଦ୍ୱିତୀୟ ପୁତ୍ର ଥିଲେ। ସେ ଶିକ୍ଷିତ ଯୁବକ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ପରେ ବଲାଙ୍ଗୀର ସହରରେ ଶୋକର ଛାୟା ଖେଳି ଯାଇଛି। ମୋ ନାଁ ପ୍ରଶାନ୍ତ କୁମାର ମିଶ୍ର। ହଁ, ସେ ସାନୁନୁ ଦା ବୋଲି ତାକୁ ଦାଦା ବୋଲୁଛୁ ଆମେ ସବୁବେଳେ। ସେ ଭାଇ ବୋଲି ଆମକୁ ମାନସନ୍ ବି, ଭାଇ ହିସାବରେ ରାଖସନ୍। ଆମର ଓଲ୍ଡ ପ୍ଲେସ୍ର ସିଏ ଓଲ୍ଡ ପ୍ଲେସ୍ର ରାଜାଘର ଫ୍ୟାମିଲିର ସିଂଦେଓ ତାଙ୍କ ସାନୁନୁ ଦା ବୋଲି ଆମେ ତାଙ୍କୁ ଜାଣିଛୁ। ସେ ବହୁତ ବଢ଼ିଆ ଲୋକଟେ ଥିଲେ। ଆଉ କାଲି ତାଙ୍କର ଆକ୍ସିଡେଣ୍ଟ ହେଇଗଲା ବୋଲି ରାତିରେ ଖବର ପାଇଲି ମୁଇଁ, ମୋତେ ବହୁତ ଦୁଃଖ ଲାଗିଲା। ବଲାଙ୍ଗୀରବାସୀ ବି ଆଜି ଯେତେବେଳେ ସକାଳୁ ଖବର ପାଇଲେ ବହୁତ ଦୁଃଖରେ ଅଛନ୍ତି ବଲାଙ୍ଗୀରବାସୀ। ସେ ଗୋଟେ ସମାଜସେବୀ ଥିଲେ, ସମସ୍ତଙ୍କ ଲାଗି ସେ କାମ ଦାମ ଯାହାର ଜାଣା ହେଲା ଅସୁବିଧା ସୁବିଧା ସେ ସବୁବେଳେ ଠିଆ ହେଉଥିଲେ ସବୁ ଜାଗାରେ। ମାନେ ବହୁତ ବଢ଼ିଆ ଲୋକଟେ ଥିଲେ। ଡିଟେଲ ତ ସାର୍ ମୁଇଁ ବି ଜାଣି, ସେ ମୁଇଁ ଯାହା ଜାଣି ସେ ବୁଲେଟ୍ରେ ଯାଉଥିଲେ ଜୁରିଆ ପାଖେ କେନ ଗୋଟେ ଆକ୍ସିଡେଣ୍ଟ ହେଇଛି ତାଙ୍କର। ଜୁରିଆ ପାଖେ ଆକ୍ସିଡେଣ୍ଟ ହେଲା ବୋଲି ଜାଣିଲି ମୁଇଁ। ସ୍ପଟ୍ରେ ସେ ଡେଥ୍ ହେଇଯାଇଥିଲେ କାଲି। ଆଜି ତାହାକୁ ଆଜି ସକାଳୁ ଆଣିକିରି ପୋଷ୍ଟମର୍ଟମ କରୁଛନ୍ ଏବେ। କିନ୍ତୁ ବ୍ୟକ୍ତିଗତ ହିସାବରେ ସେ ବହୁତ ବଢ଼ିଆ ଲୋକ ଥିଲେ ସମସ୍ତଙ୍କର ଲାଗି। ବଲାଙ୍ଗୀରବାସୀ ଭାଇ ଶୁଣିକି ତାଙ୍କର ବହୁତ ଦୁଃଖ ଏଇଟା କରୁଛନ୍ତି ମାନେ। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।